ଆମର କଣ୍ଟିପୁର ବେହେରା ସାହି। ଆମ ଏ ଜାଗାରେ ଆମେ ରାସ୍ତାରେ ଚାଲି ପାରୁନୁ, ପାଣି ଫାଣି ଟୋପେ ନେଇ ପାରୁନୁ। ଆମ 15 ନମ୍ବର ୱାର୍ଡରେ କିଛି ମିଳୁନାହିଁ। ଖାଲି ଚାଉଳ ଦିଟା ଛଡ଼ା କିଛି ମିଳୁନାହିଁ। ଲୋକଙ୍କର ଘରେ ଘରେ ପାଇପ୍ ପାଣି ଭଲ ମନ୍ଦ ସବୁ ଦେଇଛନ୍ତି, କିଛି ନାହିଁ। ଆମେ ଭୋଟ ଦେଲା ବେଳେ ଦେମୁନୁ ହେଲା। ରାସ୍ତାରେ ଲାଇଟ୍ ନାହିଁ, ଆମର ଯାଇପାରୁନୁ ଆସିପାରୁନୁ, ଛୁଆ ପିଲା ଆମେ ଚଳିପାରୁନୁ, କଲେଜ ସ୍କୁଲ ଯାଇପାରୁନୁ। ଆମେ ତ ଘରେ ତ ଟ୍ୟୁବୱେଲ ଖୋଳିନୁ, ଆମର ଖାଇନୁ। ଆମେ ତ ରାସ୍ତା ଲୋକଙ୍କର କାନ୍ଥରେ ଭଲ ମନ୍ଦ କଡ଼ରେ ପାଣି ପାଇପ୍ ଦିଆହେଇଛି, ଆମ ସାହିକି କିଛି ଆସୁନି। ଆଉ ରାସ୍ତାରେ ଆମେ ତ ଜାଣୁ ପାଣି ଜମୁନି। ଏତିକି ବର୍ଷା ହେଇଛି, କାଲି ଟିକେ ବର୍ଷା, ଆଣ୍ଠିଏ ପାଣି। ଆମେ ଚଳିମୁ କେମିତି, ଯିମୁ କେମିତି? ଆଉ ଅସୁବିଧା ହେଉଛି। ଆଉ 30-35 ଘର ଅଛୁ। ଆଉ ହଁ ଅସୁବିଧା ହେଉଛି, ଆମେ ରାସ୍ତାରେ ଯାଇପାରୁନୁ। ଆଉ ଆମ ରାସ୍ତା ଯେମିତି କମ୍ପ୍ଲିଟ୍ କରିବେ, ଆମେ ଯିବା ଆସିବା କରିପାରିମୁ। ଆଉ ରମାକାନ୍ତ ବେହେରା, ବିଞ୍ଜାରପୁର ରଣପୁର ପଞ୍ଚାୟତ, କଣ୍ଟିପୁର ଗ୍ରାମର ବେହେରା ସାହି ଆମ ଘର। ଏ ଯେଉଁ ରାସ୍ତାଟି ହେଇଛି, ଆମର ଯେଉଁ ହଳଦ ଛକ ଆମର ଯେଉଁ ବେହେରା ସାହି ପୁଆଣ ସାହି ଦୁଇଟା ସାହି ଅଛନ୍ତି ଆମର। ଏ ଯେଉଁ ରାସ୍ତା ଯାଇ 2 ଦିନ ପୂର୍ବରୁ ହେଇଛି, ହେଲେ ବହୁତ ପତ୍ର କିଣି ରାସ୍ତାରେ କରିଛନ୍ତି ବଜିରି ଦେଇକି। ଆମେ ବି ଅଭିଯୋଗ କରିଥିଲୁ, ଏଇ ରାସ୍ତାଟା ହେଇଥିଲା ଲାଷ୍ଟ ମୁଣ୍ଡରୁ ହେବା ପାଇଁ ହଳଦ ଛକ। କିନ୍ତୁ ଆପଣମାନେ ଏଇ ଯେଉଁ ଦେଖିଲେ, ଏ ଯେଉଁ ଏଇ ରାସ୍ତାରୁ ଅଧା କାଟିକି ଯେଉଁ ଅଛନ୍ତି ପଣ୍ଡା ଯେଉଁ ବ୍ରାହ୍ମଣର, ସେ ରାସ୍ତା କରିବେ। ହେଲେ ଆମର ଏଇ ଯେଉଁ ରାସ୍ତାଟା ଏଇଠୁ କଲେ, ଏଇଠି ଦେଖନ୍ତୁ ପୁରା ଖାଲ ରହୁଛି, ଓଲଟା ରାସ୍ତା ହେଇଛି। ଏଇ ଯେଉଁ ପାଣି ଜମିଛି ଆଣ୍ଠିଏ ହାଇଟ୍ର। ଆମେ ଖରା ଦିନେ ଯେଉଁ ଆମେ ଦେଖିଲୁ ଯେଉଁ ଆମେ ଅଭିଯୋଗ କରିଥିଲୁ ନା, 10 ବର୍ଷ ହେଲାଣି ଏ ରାସ୍ତାଟି ହେଇନଥିଲା। ଯେଉଁ ପୂର୍ବରୁ ଯେଉଁ ହେଇଥିଲା 10 ବର୍ଷ ପୂର୍ବରୁ ହାଫ୍ ଇଞ୍ଚର ହେଇଥିଲା, ଅଧା ରାସ୍ତା ହେଇଥିଲା। ଆମେ ଯେଉଁ ପବ୍ଲିକ ରହିଲୁ, ଆମ ସାହିଟା ମିଶିକି ରାସ୍ତାଟା କରିଥିଲୁ। ଆଉ ଯେଉଁ ଏବେ ଯେଉଁ ରାସ୍ତାଟି ହେଲା, ଅଧା କରିଛୁ, ଆଉ ଅଧା ବାକି ଅଛି। ଏଠି ପାଣି ଜମିଛି, ଆମ ଅସୁବିଧା ହେଉଛି। ଛୁଆ ପିଲା ସ୍କୁଲ କଲେଜ ମେଡ଼ିକାଲ ଯାଇପାରୁନାହାନ୍ତି। ଆମେ ବି ଆଜି ଯାଇ ପଚାରିଥିଲୁ, ପ୍ରମିଳା ମ୍ୟାଡ଼ାମ୍ ବିଧାୟକ ଫୋନ୍ କରିଥିଲୁ, ସେ ଆପ୍ଲିକେସନ୍ ଦେଇଥିଲୁ, ଭିଡ଼ିଓ ବି ପଠାଇଥିଲୁ। ସେ କହିଲେ ଆମେ କଥା ହେଇକି ବୁଝିବୁ। ଏପର୍ଯ୍ୟନ୍ତ କାହିଁକି କିଛି ବୁଝିଲେନି, ଫୋନ୍ କଲେନି। ଆମେ ବି ଚାହୁଁଛୁ ଏଇଟା ଟିକେ କେମିତି 4 ସପ୍ତାହ ଭିତରେ ରାସ୍ତାଟା ହେଇଗଲେ ଆମେ ଉପକୃତ ହେବୁ। ନାଇଁ, ଯେଇ ଆସିନାହାନ୍ତି, ଆମେ ଦେଖିଛୁ, ଆଉ କେହି ବି ଆସିନାହାନ୍ତି। ଆମେ ଯେଉଁ କାମ ଟେଣ୍ଡର ନେଇଛନ୍ତି, ଯେଉଁ କଣ୍ଟ୍ରାକ୍ଟର, ତାଙ୍କୁ ବି କହିଥିଲୁ, କେହି ବି ଏପର୍ଯ୍ୟନ୍ତ ଆସିନାହାନ୍ତି। କହିଲେ ଆମେ ସରପଞ୍ଚ ଆମେ ଜଣେଇଦେଲୁ, ସେ ବି ଆମେ ମନା କଲେ ଯେ ଏଇଟା ଆମର MLA କାମ, ଆମେ ପଞ୍ଚାୟତ କାମ ନୁହଁ, ପଞ୍ଚାୟତ କାମ ହେଇଥିଲେ ଆମେ ହେଲ୍ପ କରିବୁ। ସେ ମନା କଲେ। ଯେହେତୁ ଆମର ଏଇଟା ଅଭିଯୋଗ ଅଛି, ଏଇଟା ଯଦି 4 ସପ୍ତାହ ଭିତରେ କାମଟା ହେଇଗଲେ ଯେ ଭଲ ହେବ। କାହିଁକିନା ଖରା ଦିନ ଏତିକି ପାଣି ଅଛି, ଯଦି ବର୍ଷା ଦିନ ହେଇଯାଏ ଆମର ଆଣ୍ଠିଏ ପାଣି ହେବ। ଛୋଟ ଛୁଆ ଯିବ। ମୋ ନାଁ ଦେବେନ୍ଦ୍ର ବେହେରା, ଆମ ଘର କଣ୍ଟିପୁର ବେହେରା ସାହି। ଆମ ଘର 15 ନମ୍ବର ୱାର୍ଡ଼, ରଣପୁର ପଞ୍ଚାୟତର ଆମ 15 ନମ୍ବର ୱାର୍ଡ଼ରୁ ମୁଁ ଗୋଟେ ଆମ ବେହେରା ସାହିର ଯେଉଁ ଏ ରାସ୍ତାଟି ଆପଣ ନିଜେ ଦେଖନ୍ତୁ, ବିଗତ 10 ବର୍ଷ ହେଲାଣି ତ ଏଟା ହେଇନଥିଲା। ଆଉ କିଛି 2 ଦିନ ତଳେ ଏ ରାସ୍ତାଟା ହେଇଛି, କିନ୍ତୁ ସେ ରାସ୍ତାର କିଛି ମରାମତି ତ ଦୂରର କଥା, ଆପଣ ଦେଖିଛନ୍ତି ପୁରା ଉପର ଲେବୁଲର ଖାଲି ହାଲକା ହାଲକା ଗୋଡ଼ି ବଜିରି ଦେଇକି ଏଇଟା କରିଛନ୍ତି। କିନ୍ତୁ ଏଠି ପିଲାଛୁଆ ପ୍ରାୟ ଆମେ 30 ଘରକୁ ଉର୍ଦ୍ଧ୍ୱ ହେବ ଆମ ବସ୍ତି ବେହେରା ସାହି ଏବଂ ପୁଆଣ ସାହି ମିଶେଇ ଆମର 30ରୁ ଉର୍ଦ୍ଧ୍ୱ ହେବେ ଲୋକ ସଂଖ୍ୟା ବା ଘର ରହୁଛନ୍ତି। ଆଉ ପିଲାଛୁଆ ଯିବା ପାଇଁ ମେଡ଼ିକାଲ ସ୍କୁଲ କଲେଜ ଯିବା ପାଇଁ ଟିକେ ହଇରାଣ ହେଉଛନ୍ତି। ଆମେ ଫୋନ୍ କରିକି ବିଧାୟକଙ୍କୁ କହିଥିଲୁ, ପ୍ରମିଳା ମଲ୍ଲିକ ଯିଏ ଆମର ଅଛନ୍ତି, ଆଉ ଆପ୍ଲିକେସନ୍ ମଧ୍ୟ ଦେଇଥିଲୁ। କିନ୍ତୁ ଆର କିଛି ଆମକୁ କିଛି ମିଳିଲା ନାହିଁ, ତାର ପ୍ରତ୍ୟୁତ୍ତର କିଛି ଦେଲେନି। କିନ୍ତୁ ଆମେ ଚାହୁଁଛୁ ଇଏ ପ୍ରଶାସନ ତରଫରୁ ଏଇଟା ଯଦି ଆମକୁ ଟିକେ ଏ ରାସ୍ତାଟା ଟିକେ କମ୍ପ୍ଲିଟ୍ ହୁଅନ୍ତା, ତାର ଆମ ଯେଉଁ ଛୁଆ ପିଲା ଭଲ ମନ୍ଦ ଆମର ଟିକେ ଉପକୃତ ହୁଅନ୍ତୁ। ଏତିକି ଟିକେ ଆପଣ ନିଜେ ଦେଖନ୍ତୁ, କ୍ୟାମେରାମ୍ୟାନଙ୍କୁ ଆପଣ ଟିକେ କୁହନ୍ତୁ, ଦେଖେଇବେ କି କେତେ ପାଣିର ସମସ୍ୟା ଅଛି। ପିଲା ଛୁଆ କେତେ ଆଜି ସକାଳୁ 2ଟା ଆକ୍ସିଡେଣ୍ଟ ହେଇସାରିଲାଣି ପଡ଼ିକି, ଛୋଟ ଛୁଆ, ତାଙ୍କୁ ଏଇ ମେଡ଼ିକାଲ ନେଇକି ଗନୁ। ଆଉ ଏବେ କାଲିର ଯେଉଁ ବର୍ଷାରୁ ଏତିକି, ଆଉ ଆଗକୁ ବର୍ଷା ହେଲେ କେତେ ହେବ ତାର ହିସାବ ନାହିଁ। ଭାସ୍କର ବେହେରା, କଣ୍ଟିପୁର ଗ୍ରାମର ବାସିନ୍ଦା। ଆମର ଏଇ ବିଞ୍ଝାରପୁରର ରଣପୁରର 15 ନମ୍ବର ୱାର୍ଡ଼ର ଆମେ ବାସିନ୍ଦା। 15 ନମ୍ବର ୱାର୍ଡ଼ର ଏଇପଟେ ରହୁଛି ଆମର 2ଟା ସାହି ରହୁଛି, ପୁଆଣ ସାହି ବେହେରା ସାହି। ଏଇପଟକୁ କିଛି ବି ସୁବିଧା ନାହିଁ। ଯଦିଓ ରାସ୍ତା କେବେ ବି ହେଇଥିଲା, ତ ସେଗୁଡ଼ା ସବୁ ପୁରା ଭାଙ୍ଗିକି ସବୁ ଅବସ୍ଥା ଗଲାଣି। ଯିବା ଆସିବା ପାଇଁ ବହୁତ କଷ୍ଟ ହେଉଛି। ସବୁଆଡ଼େ ଯେଉଁ ଆମର ଟ୍ୟାପ୍ ପାଣି ଯାଇଛି, ଲାଇନ୍ ପାଣି ଏପଟେ ନାହିଁ। ଅନ୍ଧାର ହେଲା ବେଳକୁ ରାତିରେ ଏପଟେ କିଛି ଯାଇ କରି ହେଉନି, ପୁରା ଅନ୍ଧାର ହେଉଛି, ଲାଇଟ୍ ବି ନାହିଁ। ଆଉ କିଛି ଦିନ ତଳେ ଏଇଟା ଗୋଟେ ରିପେୟାରିଂ କାମ ହେଲା ଯେ ଏଇଟା ଗୋଟେ ଗଡ଼ିଆ କରିଦେଇଛନ୍ତି। ଆଉ ଏଇଠି ଛୋଟ ପିଲା ମାନେ ଯାଇପାରୁନାହାନ୍ତି, ଗାଡ଼ି ଫାଡ଼ି ଯାଇ ହେଉନି, ଆଉ ପିଲା ଛୁଆ ପଡ଼ିଯାଉଛନ୍ତି। ଆଉ ସେଇଟା ଗୋଟେ ଆମେ କମ୍ପ୍ଲେନ୍ କଲୁ ତାଙ୍କୁ, ଯେଉଁମାନେ କାମ କଲେ କି ଆଉ ଟିକେ ଆଗରୁ ଆଣିକି ଏଇଟା ସ୍ଲୋପ୍ ଦେଇକି ମିଶେଇ ଦିଅ, ସେତିକି ବି ଶୁଣିଲେନି। କହିଲେ ଆମର ଏତିକି କାମ, ଆମେ ଏତିକି କରିଦେବୁ। ଆଉ
କାମ ଟୋଟାଲି ଇଞ୍ଚେ 1.5 ଇଞ୍ଚର କାମ ହେଇଛି। ଟୋଟାଲ ମେଟାଲ ଆସିଛି ଲାଗିନି, କେବଳ ବଜିରେ କାମ ହେଇଛି। ଏମିତି କାମ ହେଲେ କେଇ ଦିନ ଯିବ, ଗୋଡ଼ ମାରିଦେଲା ଇଏ ଝଡ଼ି ଯାଉଛି ସବୁ। ଆଗରୁ ଢଳେଇ ହେଇଥିଲା, ସେଟା ବି ହେଇଥିଲା ସେ ମାଟି ଉପରେ, ସେ ବି ଠିକ ସେ କାମ ହେଇନଥିଲା, ଯୋଉଥିପାଇଁ କି ଅଳ୍ପ ଦିନରେ ଭାଙ୍ଗିଗଲା। ହଁ ହଁ, ଏଟା ବି ସେମିତି ହେଇଛି। ଆଉ ଯୋଉଟା କଲେ ସେଟା ଠିକ ସେ କରିଥିଲେ ଏଇଟା ଅସୁବିଧା ହେଇନଥାନ୍ତା। ଆମେ ବର୍ତ୍ତମାନ କହୁଛୁ ଏଇ ଅସୁବିଧାଟା ପାଇଁ ଏଇଟା କମ୍ପ୍ଲିଟ୍ କରିଦିଅନ୍ତୁ। ପ୍ରଶାସନକୁ କହୁଛୁ ଯେ ପ୍ରଶାସନ ମାଧ୍ୟମରେ ଯଦି ଗଭର୍ଣ୍ଣମେଣ୍ଟକୁ ଜଣାଯାଏ ଏଇ କାମଟା କମ୍ପ୍ଲିଟ୍ ହେଇଗଲେ ଆମେ ଉପକୃତ।